ଆପଣ ଜାଣିଛନ୍ତି ଆଜିର ଦିନରେ କିଭଳି ଭାବରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ। ଆମେ ଅନୁଭବ କଲୁ ଯେ ଯେତେବେଳେ ଏଠି ଟିକେ ଲୋକ ଆମ ଓକିଲ ଭାଇମାନେ ତଥା ଆମ ଯୋଉ ଷ୍ଟାଫ ମାନେ ପାଣି ଟିକେ ପିଇବା ପାଇଁ ପଞ୍ଚାୟତର ବାସିନ୍ଦା ମାନେ ଯୋଉ ଆସନ୍ତି ତହସିଲ ଯାଙ୍କର କାମ ପଡେ ଟିକେ ପାଣି ପିଇବା ପାଇଁ ଥଣ୍ଡା ପାଣି ପିଇବା ପାଇଁ ସେମାନଙ୍କର ବହୁତ ଅବ୍ୟବସ୍ଥା କି ନଥିଲା ତ କହିଲେ ଚଳେ। ଆଉ ଯେତେବେଳେ ପ୍ରଥମ କରି ନୂତନ କମିଟି ଏଥରକ ନିର୍ବାଚିତ ହେଲେ ଆମର ସମ୍ମାନୀୟ ଜ୍ଞାନ ଭାଇନା ପ୍ଲସ୍ ଆମର ବନ୍ଧୁ ବଜାବାବୁ ଆମେ ଲକି ବାବୁ ଆମର ଯୋଉ ଟିମଟି ଯାକ ବର୍ତ୍ତମାନ ଆସିଲେ ଆମେ ସମସ୍ତେ ନିଷ୍ପତ୍ତି କଲୁ ଯେ ପ୍ରଥମେ ଆପଣ ଦାୟିତ୍ୱ ନେଲେ କଣ ଗୋଟେ ତାଙ୍କୁ ଭେଟି ଦେବେ ଆପଣଙ୍କର ସମସ୍ତଙ୍କର ବନ୍ଧୁ ମାନଙ୍କୁ। ଭାଇନା ପ୍ରସ୍ତାବ ଦେଲେ, ବ୍ରଜବାବୁ ପ୍ରସ୍ତାବ ଦେଲେ, ଆମକୁ ପରେ କଣ ଦେବେ କିନ୍ତୁ ପ୍ରଥମେ ଆମକୁ ଗୋଟେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ। ତେଣୁ ଇମିଡିଏଟ ଆମେ ଯୁଦ୍ଧକାଳୀନ ଭିତରେ ଲଗେଇଲୁ ଏବଂ ମୋର ଗୋଟେ ଡିମାଣ୍ଡ ଥିଲା ମୁଁ ଯେତେବେଳେ ଆସେ ଭାଇମାନଙ୍କର ଗୋଟେ ବସିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଏଇ ଯୋଉ ଗରମ ହଉଛି ପ୍ରଚଣ୍ଡ ଗରମ ହଉଛି ତାପରେ ବସିବା ପାଇଁ ଗୋଟେ ଘର ଭଲ ଭାବରେ ନାହିଁ। ତେଣୁ ଆଜି ମଧ୍ୟ ସେଠି 3 ଲକ୍ଷ ଟଙ୍କା ଦେବା ପାଇଁ ମୁଁ ଡିକ୍ଲେୟାର କଲି। ଖୁବ୍ ଶୀଘ୍ର ତାକୁ ଦେବି ଏବଂ ସେ ଘର କମ୍ପ୍ଲିସନ ପାଇଁ ଯାହା ଦରକାର ପଡିବ ସବୁ ଦେବି। ଆମର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତ ରାୟ ସେ ବହୁତ ଖୋଲା ହୃଦୟର ଲୋକ। ତାଙ୍କ ସରକାର ନାହିଁ କିନ୍ତୁ ସେ ବିଧାୟକ ହିସାବରେ ଯେତିକି ନିର୍ବାଚନ ମଣ୍ଡଳୀ କଭର କରିକି ଲୋକମାନଙ୍କର ସୁଖ ଦୁଃଖ ପାଇଁ ଯୋଉ ପହଞ୍ଚୁଛନ୍ତି ସେଥିପାଇଁ ତାଙ୍କୁ ମୁଁ ଆନ୍ତରିକ ଅଭିନନ୍ଦନ ଏବଂ ଧନ୍ୟବାଦ ଦଉଛି। ଏବଂ ତତ୍ସଙ୍ଗେ ସଙ୍ଗେ ମୁଁ ତ ତାଙ୍କର ବହୁତ ପୁରୁଣା ସମର୍ଥକ। ଯେତେବେଳେ ଜଟଣୀ ବାର ଆସୋସିଏସନ ପ୍ରେସିଡେଣ୍ଟ ହେଲି ଯେତେବେଳେ ମୁଁ ପ୍ରଥମେ ତାଙ୍କୁ ଦେଖା କରିବାକୁ ଯାଇଥିଲି ତାଙ୍କୁ ଯେତେବେଳେ ପାନୀୟ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଲି ସେ ଇମିଡିଏଟ ଖୁସି ହେଇକି ସାଙ୍ଗେ ସାଙ୍ଗେ ସାଂସନ କଲେ ଏବଂ ତାର ଆଜି ମଧ୍ୟ ତାର ଇନାଗୁରେସନ ହେଲା। ଏବଂ ତତ୍ସଙ୍ଗେ ସଙ୍ଗେ ଓକିଲ ବନ୍ଧୁ ମାନଙ୍କ ବସିବା ପାଇଁ ଏବଂ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ଗ୍ରାମବାସୀ ମାନେ ଏଠି ବସିବା ପାଇଁ ଜାଗା ନାହିଁ ତେଣୁ ତାଙ୍କ ପାଇଁ ଗୋଟେ ଫାସିଲିଟି ସେଣ୍ଟର ଓକିଲ ବନ୍ଧୁ ମାନେ ଏ ଯୋଉ ପଞ୍ଚାୟତବାସୀ ମାନେ ଯିଏ ତହସିଲ କି ଆସୁଛନ୍ତି କିନ୍ତୁ ହଇରାଣ ନ ହେବେ ସେଥିପାଇଁ ତା ପାଇଁ ମଧ୍ୟ ଗୋଟେ ବିଲ୍ଡିଂ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଜି ସେ 3 ଲକ୍ଷ ଟଙ୍କା ଆଜି ସାଂସନ କଲେ। ଅତି ଶୀଘ୍ର ତାର ଫାଉଣ୍ଡେସନ ଆରମ୍ଭ ହେବ। ପାନୀୟ ପ୍ରକଳ୍ପ ବ୍ୟବସ୍ଥା କରାଯାଇଛି। ଏହା ମାନ୍ୟବର ବିଧାୟକ ଆମର ସିଏ ଜଣେ ବିଧାୟକ ହିସାବରେ ନୁହଁ ଆମ ଓକିଲ ଭାଇଙ୍କର ବନ୍ଧୁ ଯିଏକି ପ୍ରଥମେ ଯେତେବେଳେ ଆମର ଜଟଣୀ ବାର ଆସୋସିଏସନ କୋର୍ଟରେ ଯେତେବେଳେ ବସିବା ପାଇଁ ସେ ଗୃହ ଦେଇଥିଲେ ଏବଂ ତାଙ୍କ ନେତୃତ୍ୱରେ ମଧ୍ୟ ଏ ଗରମ ହେଲା ଆସିଥିଲେ ଗୋଟିଏ ଥର ସେ ସେଇଠି ସାଂସନ କରିଦେଲେ ଯାହାକି ସିଲିଂ ସହିତ ଏସି ମଧ୍ୟ ପ୍ରଦାନ କରିଛନ୍ତି ଯୋଉଟା ଆମେ ଓକିଲ ବନ୍ଧୁ ମାନେ ସେଠି ଆମେ ବସୁଛୁ ଏବଂ ସେଇ ଆସୋସିଏସନକୁ ମଧ୍ୟ ଆମ ହାକିମ ଦେବେନ୍ଦ୍ର ନାଗ ବାଗ ମଧ୍ୟ ଭାରି ପ୍ରଶଂସିତ କରି ଯୋଉ ମିଟିଂଟି ଆୟୋଜନ କରୁଛନ୍ତି ସେଇ ମଧ୍ୟ ବାର ହଲରେ କରୁଛନ୍ତି। ତେଣୁ ମାନ୍ୟବର ବିଧାୟକଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଏବଂ ଆଜି ଯୋଉ ଘର ପ୍ରକଳ୍ପ ଆମ ସଭାପତି କହିସାରିଛନ୍ତି ସିଏ ଗୋଟେ ଫାଉଣ୍ଡେସନ ପାଇଁ ଯୋଉ ଦେଇଛନ୍ତି ଆମ ଜନସାଧାରଣଙ୍କର ଓକିଲ ଭାଇ ବନ୍ଧୁ ସମସ୍ତଙ୍କ ପାଇଁ ସୁବିଧା ପାଇଁ। ତେଣୁ ପ୍ରଭୁ ଜଗନ୍ନାଥଙ୍କ ପ୍ରାର୍ଥନା ତାଙ୍କର ଚଲାପଥ କୁସୁମିତ ହଉ।